A prelude to the study of poetry, rhetoric and prosody। तो ए लाइन टाको मु बुझेଇବା आगुरु कहबा पई चाहूची एटा गोटे शास्त्र उपरे बेस करा जायछि काव्य शास्त्र हमर थाए तो सेई शास्त्र उपरे बेस करी टॉपिक टा अछि। तो ए जो प्रल्यूड रो माने होउची प्रस्तावना बा भूमिका कोनोसी जिनिस रे तार भूमिका रही थाए सेमिति यार माने होउची भूमिका। तो काव्यशास्त्र अध्ययनर जो प्रस्तावना बा भूमिकार अर्थ हेउची कवितार गभीर भाव को बुझिबा पई आवश्यक होइतिबा प्रारंभिक ज्ञान एवं धारणा। एटी से जो काव्यशास्त्र को बुझिबा पई प्रारंभिक ज्ञान विषय रे दुईटी रखा जाइछि गोटे होची रिटोरिक आ गोटे होची प्रोसोडिक। तो कविता को पढ़िबा पूर्वरु आमको रिटोरिक आ प्रोसोडिक को भलसे बुझिबा निहाती जरूरी हेइतिबा कारण ए दीटा ही जानिले हमको फुल टॉपिक टा ही जଣା पड़िजिबो। तो ए जो रिटोरिक अछि ता ना माने होची अलंकार शास्त्र प्रोसोडी माने होची छंद शास्त्र। तो फास्ट हमें देखिबा रिटोरिक माने अलंकार शास्त्र विषय रे। अलंकार शास्त्र कोन? अलंकार शास्त्र हेउची भाषार प्रभावशाली एवं प्रेरणादायक व्यवहारर अध्ययन। अलंकार शास्त्रटा एक्चुअली बहुत भावरे जो मु बुझेली एटा बहुत इंपोर्टेंट टॉपिक अटे तो तुमको बहुत भल भावरे ए टॉपिक को बुझिबार अछि। तो मु जो एते सब बुझेली एहार एक्चुअली मीनिंग होची कवि कवि बा लेखक जो माने भी किछि ना किछि लेखुचंदी पोएट लेखंतु कि स्टोरी लेखंतु तांको पढ़े कि पाठक माने पढ़ंदी माने आमे पढ़ंदी तो तांको चिंताधारा को बहुत ठीक भावरे सठिक भावरे आसे कि कहा पाखरे पहुंचबो आम पाखरे पहुंचिया पई से लेखंदी तो ସେଇଟା କେମିତି ଭଲ ଭାବରେ ଆମ ପାଖରେ ସେ ପହଞ୍ଚିବ ଆଉ ତାଙ୍କ ଚିନ୍ତାଧାରା ଆମେ ବହୁତ ଭଲ ଭାବରେ ବୁଝିପାରିବା ଆଉ ଏଇଟା ବହୁତ ଭଲ ଭାବରେ ଆମେ ସ୍ମରଣୀୟ କରିକି ରଖିପାରିବା ମାନେ ଆମେ କିଛି ଗୋଟେ ଜିନିଷ ପଢିଲା ଆମକୁ ଭଲ ଲାଗିଲା ଆମକୁ ମାନେ ସ୍ମରଣୀୟ ହେଇ ରହିଯାଏ କି ହଁ ବହୁତ ସୁନ୍ଦର ଜିନିଷଟେ ମୁଁ ଦିନେ ଦିନେ ପଢିଥିଲି ଆଉ ସେଟା ବହୁତ ମନେ ବି ରହିଥାଏ। ତ ତାକୁ ଏସବୁ ସ୍ମରଣୀୟ ବନେଇବା ଆଉ ଉଚ୍ଚକୋଟୀରେ ବନେଇବା ଆମ ପାଖରେ ତାଙ୍କ ଭାବନା ଭଲ ଭାବରେ ପହଞ୍ଚେଇବା ପାଇଁ ଅଳଙ୍କାର ଶାସ୍ତ୍ର ହିଁ ତାଙ୍କୁ ସାହାଯ୍ୟ କରିଥାଏ। ତ ସେଥିପାଇଁ ଅଳଙ୍କାର ଶାସ୍ତ୍ରର ଏବେ ଆମେ ଜାଣିବା ମୁଖ୍ୟ ଉପାଦାନ ମାନେ ସେମାନେ ଯୋଉ ଲେଖନ୍ତି ଅଳଙ୍କାର ଶାସ୍ତ୍ରରେ କଣ କଣ ନିହାତି ରହିବା ଆବଶ୍ୟକ ସେ ବିଷୟରେ ଆମେ ଦେଖିବା। ଫାଷ୍ଟ ଅଛି ଉଦ୍ଦେଶ୍ୟ ବା ପର୍ପୋଜ କବି କାହିଁକି କବିତା ଲେଖୁଛନ୍ତି ତାଙ୍କର ମୁଖ୍ୟ ବାର୍ତ୍ତା ବା ଯୁକ୍ତି କଣ ସେ ପାଠକଙ୍କୁ କଣ ଅନୁଭବ କରାଇବାକୁ ଚାହୁଁଛନ୍ତି କିମ୍ବା ସେ ନିଜେ କଣ ଚାହାନ୍ତି ସେଇଟା ହଉଛି ଉଦ୍ଦେଶ୍ୟରେ ସେମାନେ ଲେଖିଥିବେ एक्चुअली से कौन पाई सेटा लिखिचंदी सेटा रहिबा निहाती आवश्यक होइथाय। सेकंड अछि दर्शक जोटा होची ऑडियंस कवि कहा पाई लिखुचंदी जण एमर थिला बिलव्ड पाई जण लिखंदी जण नेचर पाई लिखंदी ସେଇଟା ବି ରହିବା ନିହାତି ଆବଶ୍ୟକ କି ସେ ଆକ୍ଚୁଆଲି କାହା ପାଇଁ ଲେଖୁଛନ୍ତି ସେ ତାଙ୍କ ପାଠକଙ୍କ ବିଷୟରେ କଣ ଅନୁମାନ କରନ୍ତି କଣ ଭାବନ୍ତି ଯୋଉମାନେ ପଢିବେ ଆମ ବିଷୟ ମୋ କବିତା କି ମୋ ଷ୍ଟୋରି ସେ ମୋ ବିଷୟରେ କଣ ଭାବିବେ ସେଇଟା ବି ଭାବିବା ନିହାତି ଆବଶ୍ୟକ। କବିତାଟି କଣ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପାଇଁ ବା ଏକ ବୃହତ୍ତର ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ହେଇଥାଏ ଗୋଟେ ଛୋଟ ମାନେ ଅଳ୍ପ ଲୋକମାନଙ୍କ ପାଇଁ ସେ ଲେଖିଛନ୍ତି କି ସମସ୍ତଙ୍କ ପାଇଁ ବହୁତ ଆକାର ଲୋକମାନଙ୍କୁ ନେଇ ସେମାନଙ୍କ ବିଷୟରେ ଲେଖିଛନ୍ତି ସେଇଟା ବି ସ୍ପଷ୍ଟ କରିବା ଆବଶ୍ୟକ। ଥାର୍ଡରେ ଅଛି ସ୍ୱର ବା ଟୁନ୍ କବିତାର ମନୋଭାବ କିମ୍ବା ଭାବନା କଣ ମାନେ ଏଇ କବିତାଟି ଆକ୍ଚୁଆଲି ଗମ୍ଭୀର ହେଇକି ଲେଖା ହେଇଛି କି ହାଲୁକା ହେଇକି ଲେଖା ହେଇଛି ବା ବ୍ୟଙ୍ଗାତ୍ମକ ମାନେ ହଉଛି ବହୁତ ମଜାଦାର ନା ଦୁଃଖଦାୟକ ନା ଆଶାବାଦୀ ମାନେ ବହୁତ ଉଚ୍ଚ କୋଟୀର ଆଶା ରଖିକି ଏଇଟା ଲେଖା ଯାଇଛି ଯେମିତି ମୁଁ ଦିନେ ହେବି ବହୁତ ବଡ ମଣିଷ ଏହିପରି ଭାବରେ କବିତା ଲେଖା ଯାଇଛି। ତ ସେଇଟା ହଉଛି କବିତାର ମନୋଭାବ ବା ସ୍ୱର ବା ଟୁନ୍ ମାନେ ସେଇଟା ରହିବା ନିହାତି ଆବଶ୍ୟକ କି ଲୋକଟି ଆକ୍ଚୁଆଲି ତାର କଣ ପାଇଁ ଲେଖିଛି ନିଜ ଦୁଃଖରେ ଲେଖିଛି ନା ସୁଖରେ ଲେଖିଛି ନା କଣ ନା ମଜା ପାଇଁ ଲେଖିଛି କମେଡି ଲେଖା ଥାଏନି କମେଡି ମ୍ୟୁଜିକ ଥାଏ କିମ୍ବା ଗୋଟେ ବହୁତ ଖୁସିର କବିତା ଥାଏ ଦୁଃଖର କବିତା ଥାଏ ଏଇଟା ରହିବା ନିହାତି ଆବଶ୍ୟକ। ନେକ୍ସଟ ଯିବା ଅଛି ଫର୍ମ ମାନେ ହଉଛି ରୂପ କବି ନିଜର କଥାକୁ ସ୍ପଷ୍ଟ କରିବା ପାଇଁ ଭାଷାକୁ କିପରି ଫର୍ମାଟ କରିଛନ୍ତି ସେ କଣ କାବ୍ୟକୁ ଉପକରଣ ବ୍ୟବହାର କରୁଛନ୍ତି ମାନେ କିଛି ଉପକରଣ ବ୍ୟବହାର କରି କଣ ଏ କାବ୍ୟକୁ ବା କବିତାକୁ ସେଇଠି ରଚନା କରିଛନ୍ତି ସେ ବିଷୟରେ ବି ଜାଣିବା ନିହାତି ଦରକାର। ଉପମା ମାନେ ହଉଛି ସ୍ମାଇଲ ଲାଇକ୍ କିମ୍ବା ଲାଇକ୍ ଶବ୍ଦ ବ୍ୟବହାର କରିକି ଦୁଇଟି ଭିନ୍ନ ଜିନିଷର ତୁଳନା କରିବା
ମାନେ डायरेक्ट लाइक शब्द रखिबा किंबा कहा पाई लाइक शब्द यूज करिबा उज्ज रखिकी से दिटा भिन्न शब्दर तुलना करिबा। तापर होची रूपक मेट्यूफर दुईटी भिन्न जिनिसर सीधासळख तुलना गोटे अन्यटी सहित समान बोली न कही दीटा जदि भिन्न भिन्न अच्छी शब्द ताकू कहा सहित कंपेयर न करिकी ता भिन्न भिन्नर हिसाब रे सीधासळख निज निज विषय कहवा तो एटा होची रूपक। तापरे होची व्यक्तित्व पर्सनालिफिकेशन निर्जीव वस्तु किंबा अमूल्य धारणा को मानवीय गुण प्रदान करिबा। जदि गोटे निर्जीव वस्तु अछि तो ताकू आमे कवि कौन करती बहुत भल भाव बुझी बुझी गोटे छोट जिनिस को भी उच्च कोटीर भाव वर्णना करिपारती। सेमति जदि गोटे निर्जीव वस्तु भी अछि ताको बहुत अमूल्य करिकी सुना भी गोटे बहुत अमूल्य जिनिस कि ता विषय से गोटे बहुत सुंदर भाव व्यक्तित्व ताको प्रदान करिपारती कि कहा बेकरे गले गोटे बहुत सुंदर भाव ताको सजाई देई थाए। तापरे अछि अत्यधिक माने होची हाइपरबोल गुरुत्व देबा पाई कौनसी जिनिस को अतिरंजित करिबा माने गोटे जिनिस को अधिक गुरुत्व देबा पाई ताको बहुत अधिक भाव ता ऊपर प्रांजल भाव बुझेइबा कि एई टॉपिक टा हमर गुरुत्व अछि कि एई पोएम रो एई लाइन टा गुरुत्व अछि ताको बहुत भल भाव डिस्क्राइब करिकी बार बार सेटा को पॉइंट आउट करिकी कहबा। अटेरेशन होची अनुप्राण अनुप्राण अर्थ कौन निकटस्थ जो शब्द अछि से समान शब्दर पुनरावृत्ति करिबा प्रायतः आमे उड़िया जानछे जोटा को व्यंजन शब्द बोली कहै छै पाखापाखी शब्द जो थाए पोएम रो कि एरो जो समान थाए लास्ट को सेटा बार बार दोहराई थाए एक्चुअली प्रायतः आमे देखंती जो टॉपिक ना भी थाए सेटा बार बार कविता रे दोहरा जाई थाए नने गोटे व्यंजन शब्द हिसाब रे गोटे जो पाखापाखी शब्द अछि बार सेटरे लेखाई दे ताको अनुप्राण बोली कहा जाय सेटा रहिबा भी आवश्यक थाए। तापरे होची पुनरावृत्ति रिपीटेशन पुनरावृत्ति कौन गुरुत्व किंबा ताल सृष्टि करिबा पई एक शब्द किंबा वाक्य अंशर पुनरावृत्ति करिबा गोटे गुरुत्वपूर्ण ताल अछि माने लास्ट को देखिबो गोटे थाए लाइन थाए पोएम रो जोटा कि बहुत इंपोर्टेंट थाए और टॉपिक रो ना भी मध्य होई थाए तो ताकू ना बार बार सब पैराग्राफ रे जो पोएम लाइंस थाए तो सबु थीरे एटा को बार बार पुनरावृत्ति रिपीटेशन से ही चली थाए। तापर अछि चित्र एवं प्रतीक माने होची इमेजरी एंड सिंबोलिज्म पाठकों मनरे आसुथिबा शब्द माध्यम चित्र सृष्टि करिबा एवं अन्य किछि प्रतिनिधित्व पाई वस्तु किंबा धारण व्यवहार करी माने बुझी पारुथिबो जदि सूर्य विषय कहा होची ओनली सूर्यर एमिति वर्ड यूज करा जिवो सूर्य विषय कि आम मनरे चित्र सृष्टि होबो ओनली सूर्यंकर अथवा किछि अलगा वस्तु जदि व्यवहार करि परिबे तो सेटा भी भलो कथा होई थाए काई ना आमे जेते प्रकार विभिन्न प्रकार जदि गोटे फूल विषय कहला ओनली गोलाप विषय कहला आमे गोलाप नजर आसीबो कि आमे जदि कहला अधिक गाढ़ा गोलाप कि अधिक सुंदर गोलाप अधिक लाल कलर विभिन्न कलरफुल गोलाप तो हमको विभिन्न प्रकार चित्र मनरे सृष्टि होई थाए। तापरे होची वाक्यरिक प्रश्न माने होची वाक्यरिक प्रश्नर इंग्लिश वर्ड टा मु तमो ऊपर छाडुची कमेंट देई कहबो कोन तो एही प्रश्न पचारिबा जहार उत्तर आवश्यक नाही बरं पाठकों चिंता करबाकू बा कौनसी बिंदु उपरे गुरुत्व दबाकू बाध्य करी थाए कौनसी गोटे सिंपल स्टोरी विषय से लिखती किंबा कौनसी टॉपिक विषय से पोएम लिखंतु से एमिति गोटे क्वेश्चन ऊपर पॉइंट आउट करिवे जोटा कि आंसर न देले भी चलिबो एते भी आवश्यक नहीं बट पाठक जे माने हमें जो माने हमें को पढ़िबे हम कविता को जो माने पढ़िबे तो सेमानंकु बाध्य करी दबो एटा को गुरुत्व दबा पई कि एक्चुअली हो एटा सत्य कथा एटा एमती केमते हे परबो नले दिरा जणे दियन को जाउछंती रास्ता रे कि कोन हैला तो से पचार देके पॉइंट आउट करके पळैथिबे कि से गोटे क्वेश्चन ले तापर सेमानंको सो कोन हेइथिबो तो सेटा आवश्यक नथा एते इंपोर्टेंट नथा भाबेबा किंतु आमको जे पढ़िबो ता मनरे घुरी चलिबो कि हाँ एक्चुअली तांको भितरे कोन हेइथिबो तो एटा होची वाक्यरिक प्रश्न तो एई ओडा होची निहाती आवश्यक गोटे कवि ए सब को कंपलसरी ध्यान देबो जदि अलंकार शास्त्र से एथिरे व्यवहार करिवो जेमिति गोटे नारी को अलंकार पिंधेइले अत्यधिक सुंदर लगे आ टिकी निकीर से माने ध्यान रखती कानफुल हो कि बेकरे हो हाथ रे हो पाउंजी हो ठीक से परी कविता लिखिला बेले कवि
ସବୁ କିଛି ଧ୍ୟାନ ରଖିବାକୁ ସେମାନଙ୍କୁ ପଡ଼େ। ଯଦି ଅଳଙ୍କାର ଶାସ୍ତ୍ର ସେ ବ୍ୟବହାର କଲା, ଏ ସବୁ ଗୋଟେ ଗୋଟେ ଅଳଙ୍କାର କବିତାରେ ନିହାତି ବ୍ୟବହାର କରିବାକୁ ପଡ଼ିଥାଏ। ସେଥିପାଇଁ ମୁଁ ଏସବୁକୁ ଭଲ ଭାବରେ ଗୋଟି ଗୋଟି କରି ବୁଝେଇଲି। ଆଉ ଏଇ ଅଳଙ୍କାର ଶାସ୍ତ୍ର ବ୍ୟବହାର କରିବା ଦ୍ୱାରା କବିତାରେ କବିତାକୁ ବହୁତ ଭଲ ଭାବରେ ବୁଝିବାରେ ସାହାଯ୍ୟ କରେ ଯେ ଜଣେ କବି କିପରି ପାଠକଙ୍କ ଉପରେ ଭାବପ୍ରବଣ କିମ୍ବା ବୌଦ୍ଧିକ ପ୍ରଭାବ ସୃଷ୍ଟି କରିପାରିବ। ସେଇ କରିବା ପାଇଁ ତାଙ୍କର ଯେଉଁ ଭାଷାକୁ ସେ ବ୍ୟବହାର କରନ୍ତି ସେଇଟା ଆମ ପାଖରେ ବହୁତ ଭଲ ଭାବରେ ପହଞ୍ଚାଇ ପାରିବ। ସେଇଟାରେ ବହୁତ ଭଲ ଭାବରେ ସେ ସାହାଯ୍ୟ ହୋଇଥାଏ। ତ ଏଇଟା ଥିଲା ରିଟୋରିକ୍ ବା ଅଳଙ୍କାର ଶାସ୍ତ୍ର। ନେକ୍ସଟ ଯିବା ପ୍ରୋସୋଡି। ପ୍ରୋସୋଡି ମାନେ ହେଉଛି ଛନ୍ଦଶାସ୍ତ୍ର। ଛନ୍ଦଶାସ୍ତ୍ର କବିତାରେ ଶବ୍ଦ ଏବଂ ତାଳର ଅଧ୍ୟୟନ ସହିତ ଜଡ଼ିତ। ଏହା କବିତାର ସଙ୍ଗୀତ ଶାସ୍ତ୍ର ବୁଝାଇବାରେ ସାହାଯ୍ୟ କରିଥାଏ। ଏହା ଭାଷାର ସମସ୍ତ ଉପାଦାନ ଗୁଡ଼ିକର ଅଧ୍ୟୟନ, ଯାହା କବିତାରେ ଧ୍ୱନି ଏବଂ ଲୟ ପ୍ରଭାବ ସୃଷ୍ଟି କରେ, ଯେପରିକି ମିଟର, ତାଳ ଏବଂ ସ୍ୱର। ଏଇ ଯେଉଁ ଅଛି ଆମର ପ୍ରୋସୋଡି ଛନ୍ଦଶାସ୍ତ୍ର, ସେଠାରେ ବି ମୁଖ୍ୟ ଉପାଦାନ ଅଛି। ଯେମିତି ପୂର୍ବରୁ ବୁଝେଇଲି ମୁଁ କଣନି ହେଟା ଅଳଙ୍କାର ଶାସ୍ତ୍ରରେ ବୁଝେଇଲି, ସେମିତି ଛନ୍ଦଶାସ୍ତ୍ରରେ ବି ବହୁତ ପ୍ରକାରର ଅଛି, ଯାହାକି କବି ବହୁତ ଧ୍ୟାନର ସହିତ ବ୍ୟବହାର କରନ୍ତି ଏବଂ ଲୋକମାନଙ୍କର ମନୋରଞ୍ଜନ ବି ମଧ୍ୟ କରିଥାନ୍ତି। ତ ଦେଖିବା ଫାଷ୍ଟ ଅଛି ରିଦିମ୍ ମାନେ ହେଉଛି ତାଳ। କବିତାରେ ଯେଉଁ ଅଛି ଶବ୍ଦର ଢାଞ୍ଚା ଏବଂ ପ୍ରବାହକୁ ବୁଝାଇଥାଏ। ଏହା ପ୍ରାୟତଃ ଚାପଯୁକ୍ତ ବା ଶକ୍ତିଶାଳୀ ଏବଂ ଅଚାନକ ବା ଦୁର୍ବଳ ସିଲେବଲର ଯେଉଁ ପୁନରାବୃତ୍ତି ଦ୍ୱାରା ଗଠିତ ହୋଇଥାଏ। ମାନେ ମୁଁ ତୁମକୁ ବୁଝିବା ପାଇଁ ଚାହୁଁଛି, ତାଳ ଥାଏ, ରିଦିମ୍ ଥାଏ, ଯେଉଁଟାକି ଶୁଣିଲେ ଆମକୁ ଗୋଟେ ମ୍ୟୁଜିକ୍ ଟୁନ୍ ଭଳି ଶୁଣାଯାଇଥାଏ। ତ ସେହିପରି ଭାବରେ ତାଳ ମଧ୍ୟ ଏଥିରେ ଅଛି। ନେକ୍ସଟ ଅଛି ମିଟର। କବିତାର ଯେଉଁ ସିଲେବସର ଏକ କ୍ରମ ଛନ୍ଦ ହେଉଛି ନିୟମିତ ଏବଂ ମାପ କରାଯାଇଥିବା ଢାଞ୍ଚାକୁ ବୁଝାଇଥାଏ। ଏହା କବିତାର ଧାଡ଼ିରେ ଶକ୍ତିଶାଳୀ ଏବଂ ଦୁର୍ବଳ ସିଲେବଲ ଗୁଡ଼ିକର ବ୍ୟବସ୍ଥିତ କରିଥାଏ। ଭାବରେ ଆହୁରି ଅଛି ମିଟର, ପେଣ୍ଟାମିଟର। ତ ସେ ବିଷୟରେ ବି ଆମେ ଜାଣିବା। ନେକ୍ସଟ ଯିବା ହେଉଛି ଶବ୍ଦ ଉପକରଣ, ଯୋଉଟା ହେଉଛି ସାଉଣ୍ଡ ଡିଭାଇସ ବୋଲି କୁହନ୍ତି। ଯେଉଁ କବିମାନେ କବିତାର ସଙ୍ଗୀତ ଏବଂ ଅର୍ଥ ଯୋଡ଼ିବା ପାଇଁ ଏକ କୌଶଳ ଗୁଡ଼ିକ ବ୍ୟବହାର କରନ୍ତି, ସେ ବିଷୟରେ ବି ଆମେ ଏଥିରେ ପ୍ରୋସୋଡିରେ ଜାଣିପାରିବା। ଏଥିରେ ଅଛି ଅନୁପ୍ରାଣ, ଆସୋନାନ୍ସ, ବ୍ୟଞ୍ଜନ, ଛନ୍ଦ, ଶିଶୋରା, ସଂଯୋଜନ, ଏମିତି ବହୁତ ପ୍ରକାରର ଅଛି। ଗୋଟେ ସଂଯୋଜନ ଅଛି ଯୋଉଟା ଦେଖିବା ଆମେ ବିରାମ ଚିହ୍ନ ବିନା ଗୋଟିଏ ଧାଡ଼ିରୁ ଅନ୍ୟ ଧାଡ଼ିକୁ ଏକ ଚିନ୍ତାଧାରା କିମ୍ବା ବାକ୍ୟକୁ ଜାରି ରଖିବା। ବିରାମ ଚିହ୍ନ ବିନା ଗୋଟେ ଲାଇନ୍ ସହ ଆଉ ଗୋଟେ ଲାଇନ୍ ସଂଯୋଗ କରିକି ୱିଦାଉଟ୍ ଫୁଲ୍ ଷ୍ଟପ୍, ୱିଦାଉଟ୍ ବିରାମ ଚିହ୍ନରେ ଆମେ ଗୋଟେ ଦିଟା ବାକ୍ୟକୁ ସଂଯୋଗ କରିବା। ପ୍ରୋସୋଡି ଆମକୁ ଏକ କବିତା ଗଠନ, ଏହାକୁ କିପରି ପଢ଼ିବା ଏବଂ ପାଠକଙ୍କ ଉପରେ ଏହାର କି ଭାବପ୍ରବଣ ପ୍ରଭାବ ପକାଇବା ତାହା ବୁଝିବାରେ ସାହାଯ୍ୟ କରେ। ଏବେ ଆମେ ଏହାର ଅଲଗା ଅଲଗା ଭାବରେ ଡେସ୍କ୍ରାଇବ୍ କଲେ ତା ଭିତରେ କ'ଣ କ'ଣ ଅଛି। ଏବେ ଜାଣିବା କବିତା ଅଧ୍ୟୟନରେ ଅଳଙ୍କାର ଶାସ୍ତ୍ର ଏବଂ ଛନ୍ଦଶାସ୍ତ୍ର ଦୁଇଟିର ଗୁରୁତ୍ୱ କ'ଣ। ଏହି ଉଭୟ ଦିଗ ପରସ୍ପର ସହିତ ଜଡ଼ିତ ଏବଂ କବିତାର ସମ୍ପୂର୍ଣ୍ଣ ବିଶ୍ଳେଷଣ ପାଇଁ ଗୁରୁତ୍ୱର। ଗଭୀର ବୁଝାମଣା ଗୋଟେ ଅଛି। ଏଗୁଡ଼ିକ ଆମକୁ କେବଳ ଶବ୍ଦର ଆକ୍ଷରିକ ଅର୍ଥ ବୁଝିବା ପରିବର୍ତ୍ତେ କବିଙ୍କର ଉଦ୍ଦେଶ୍ୟ, ତାଙ୍କର ଭାବନା ଏବଂ ତାଙ୍କର ବାର୍ତ୍ତାକୁ ଗଭୀର ସ୍ତରରେ ବୁଝିବାରେ ସାହାଯ୍ୟ କରେ। ଆଉ ଗୋଟେ ଅଛି ସୌନ୍ଦର୍ଯ୍ୟ ଏବଂ ପ୍ରଭାବ। ଅଳଙ୍କାର ଶାସ୍ତ୍ର ଆମକୁ ବୁଝିବାରେ ସାହାଯ୍ୟ କରେ ଯେ କବି କିପରି ଭାଷାକୁ ସଜ୍ଜିତ କରନ୍ତି ଏବଂ ଏହାକୁ ପ୍ରଭାବଶାଳୀ କରନ୍ତି। ଯେତେବେଳେ ଛନ୍ଦଶାସ୍ତ୍ର ଆମକୁ କବିତାର ସଙ୍ଗୀତ ଏବଂ ତାଳକୁ ବୁଝାଇବାରେ ସାହାଯ୍ୟ କରେ, ସେହିପରି ଭାବରେ ପ୍ରୋସୋଡି ବା ଛନ୍ଦଶାସ୍ତ୍ର ଆମକୁ ମଧ୍ୟ ମନୋରଞ୍ଜନ କରିଥାଏ। ଆଉ ଗୋଟେ ଅଛି ସମାଲୋଚନାମୂଳକ ବିଶ୍ଳେଷଣ। ଯେତେବେଳେ ଆପଣ ଏକ କବିତା ବିଶ୍ଳେଷଣ କରନ୍ତି, ଆପଣ ଦେଖିପାରିବେ ଯେ କବି କିପରି ନିର୍ଦ୍ଦିଷ୍ଟ ଯେଉଁ ଅଛି ବାଗ୍ମୀ ଉପକରଣର କିମ୍ବା ମିଟର ବ୍ୟବହାର ସେ କରିଥାନ୍ତି। ମାନେ ଉପଯୁକ୍ତ ଲାଇନ୍ସ ସେମାନେ ୟୁଜ୍ କରିଥାନ୍ତି। କେତୋଟି ଲାଇନ୍ସ, କେତୋଟି ୱାର୍ଡସ୍ ହବ, ସେ ପିଓର ସେମିତି ଗୋଟେ ଷ୍ଟାଇଲରେ ହିଁ ୟୁଜ୍ କରି ସେ ଯାଇଥାନ୍ତି। ଏହା ଆପଣଙ୍କୁ କବିତାର ଅର୍ଥ ଏବଂ ପ୍ରଭାବର ଅଧିକ ସୂକ୍ଷ୍ମ ବିଶ୍ଳେଷଣ କରିବାରେ ସାହାଯ୍ୟ କରେ। ତାପରେ ଅଛି ପ୍ରଶଂସା।
ଏହି ଧାରଣା ଗୁଡ଼ିକ ବୁଝିବା ଦ୍ୱାରା କବିତା ପଢ଼ିବାର ଆପଣଙ୍କର ଯେଉଁ ଅଭିଜ୍ଞତା ବହୁତ ସମୃଦ୍ଧି ହୋଇଥାଏ। ଆପଣ କବି ଯେଉଁ କାରିଗରୀର ପ୍ରଶଂସା ଅଧିକ ପୂର୍ଣ୍ଣ ଭାବରେ କରିପାରିବେ। ଯଦି ଆମେ କୌଣସି କବିତାକୁ ଏତିକି ବହୁତ ଭଲ ଭାବରେ ଡିପଲି ବୁଝିପାରିବା, ଅଳଙ୍କାର ଶାସ୍ତ୍ର ବିଷୟରେ ଜାଣିପାରିବା, ଆଉ ଆମେ ଛନ୍ଦ ଶାସ୍ତ୍ର ବିଷୟରେ ଜାଣିପାରିବା, କେତେ ସବୁ ୟୁଜ୍ କଲା ପରେ ସେ ଗୋଟେ କବିତା ଲେଖିପାରିଛନ୍ତି ଉଚ୍ଚ କୋଟିର, ଦେନ୍ ଆମେ ତାଙ୍କୁ ବହୁତ ଭଲ ଭାବରେ ପ୍ରଶଂସା ବି ମଧ୍ୟ ଆମେ କରିପାରିବା। ସଂକ୍ଷେପରେ ଏଇଟାକୁ ପୁରା ମୁଁ କହିବାକୁ ଚାହୁଁଛି କି ଅଳଙ୍କାର ଶାସ୍ତ୍ର କବିତାରେ କ'ଣ ବା ସନ୍ଦେହ କ'ଣ ଯେଉଁ ଥାଏ ପ୍ରେରଣାଦାୟକ, କ'ଣ ବୋଲି ଶବ୍ଦ ଥାଏ ସନ୍ଦେହପୂର୍ଣ୍ଣ, ଏବଂ କିପରି ଭାଷାର ଯେଉଁ ବ୍ୟବହାର ଉପରେ ଧ୍ୟାନ ଦିଏ, ଯେତେବେଳେ ଛନ୍ଦଶାସ୍ତ୍ର କବିତାର ଧ୍ୱନି ଏବଂ ଲୟ ଉପରେ ଧ୍ୟାନ ଦିଏ। ଅଳଙ୍କାର ଶାସ୍ତ୍ର ଆମର ବହୁତ ସନ୍ଦେହପୂର୍ଣ୍ଣ କଥା କୁହେ, ଆମକୁ ବହୁତ ଭାଷା ଉପରେ ଡିପଲି ତାକୁ ସଜେଇକି ଲେଖେ, କିନ୍ତୁ ଛନ୍ଦଶାସ୍ତ୍ର ଆମକୁ ଲୟ ଉପରେ, ଧ୍ୱନି ଲୟ କେମିତି ରିଦିମ୍ ଆବାଜ ହୁଏ ସେ ଉପରେ ସେ ଧ୍ୟାନ ଦିଏ। ଜଣେ ସଫଳ କବି କିମ୍ବା ଜଣେ ବିଚକ୍ଷଣ ପାଠକଙ୍କ ପାଇଁ ଏହି ଉଭୟ ଜ୍ଞାନ ଅପରିହାର୍ଯ୍ୟ ଅଟେ। ଏଇଟା ନିହାତି ରହିବା ଆବଶ୍ୟକ। ଯିଏ ଲେଖିବ ତାକୁ ତ ନିହାତି ରହିବା ଆବଶ୍ୟକ, ଆଉ ଯିଏ ସଠିକ୍ ପାଠ ପଢ଼େ ତାଙ୍କୁ ଏ ଦୁଇଟାର ମିନିଂ ଜାଣିବା ନିହାତି ଆବଶ୍ୟକ। ନହେଲେ ସେ କବିତାର ମୂଳ ଭିତ୍ତି ବା ଏହାର ଯେଉଁ ଅଛି ଇମ୍ପୋର୍ଟାଣ୍ଟଟାକୁ ସେ କେବେ ବୁଝିପାରିବ ନାହିଁ। ତ ଏଇଟା ଥିଲା ପୁରା, ମୁଁ ମୋର ଯେତିକି ପାରିଛି ତୁମକୁ ଭଲସେ ବୁଝେଇବା ପାଇଁ ଚେଷ୍ଟା କରିଛି। ବଟ୍ ଯଦି ବି କିଛି ଡାଉଟ୍ ହେବ, ସବୁବେଳେ କହିଲା ପରେ ମୁଁ କହୁଛି, କମେଣ୍ଟ କରନ୍ତୁ, ମୁଁ ଆଉ ଥରେ ନିହାତି ବୁଝେଇ ଦେଇପାରିବି। କାହିଁକିନା ଆମେ ଏଠି ପାଠ ପଢ଼ିବା ପାଇଁ ଆସିଛେ, ଦେନ୍ ଡାଉଟ୍ କ୍ଲିଅର୍ ବି କରିବା ନିହାତି ଆବଶ୍ୟକ ଅଟେ। ଧନ୍ୟବାଦ।